ଖବର ନମ୍ବର 1 ଓଡ଼ିଆ ପୁଅକୁ ମୁଖ୍ୟମନ୍ତ୍ରୀ କରିବ ବିଜେପି। ଢେଙ୍କାନାଳ ପରଜଙ୍ଗାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରଚାର। ବିଶାଳ ଜନସଭାକୁ ସମ୍ବୋଧିତ କରି ଶାହା କହିଛନ୍ତି, ଏଥର ଓଡ଼ିଶାରେ ବିଜେପି ସରକାର ହେବାକୁ ଯାଉଛି। ଗତ 10 ବର୍ଷ ମଧ୍ୟରେ ମୋଦି ଗରିବଙ୍କ କଲ୍ୟାଣ ପାଇଁ ଅନେକ କାମ କରିଛନ୍ତି। ମୋଦି ସରକାର 5 କିଲୋ ଲେଖାଏଁ ଚାଉଳ ଦେଉଛନ୍ତି। ସମସ୍ତଙ୍କୁ ଘର, ପାଣି, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍ ଯୋଗାଇଛି। ପୁରା ଦେଶ ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛି। ଶାହା କହିଛନ୍ତି, ଓଡ଼ିଶାରେ ତାମିଲ ବାବୁ ଶାସନ କରିପାରିବେ କି? କିନ୍ତୁ ତାମିଲ ବାବୁଙ୍କୁ ନବୀନ ବାବୁ ଓଡ଼ିଶାରେ ରାଜା କରିଛନ୍ତି। ଏ ବିଜେଡି ସରକାର ଉପାଡ଼ି ଫିଙ୍ଗିବା ସହ ଏହି ମାଟିର ପୁଅକୁ ମୁଖ୍ୟମନ୍ତ୍ରୀ କରିବ ବିଜେପି। ଏ ବାବୁମାନେ ଓଡ଼ିଶାରେ ଲୁଟ୍ କରି ଚାଲିଛନ୍ତି। ଓଡ଼ିଶାର ଖଣି ଖାଦାନକୁ ଲୁଟି ଖାଇଛନ୍ତି। ବିଜେପି ସରକାର ହେଲେ ଦୁର୍ନୀତିଖୋର ବାବୁଙ୍କୁ ଜେଲରେ ଭର୍ତ୍ତି କରିବୁ। ଖବର ନମ୍ବର 2 370 ଉଚ୍ଛେଦ ପରେ ପ୍ରଥମ ଥର ଭୋଟ ଦେଲେ ଜାମ୍ମୁ କାଶ୍ମୀରବାସୀ। ଜାମ୍ମୁ କାଶ୍ମୀରରେ ରେକର୍ଡ ସଂଖ୍ୟକ ମତଦାନ। ଧାରା 370 ଉଚ୍ଛେଦ ପରେ ପ୍ରଥମ ଥର ସାଧାରଣ ନିର୍ବାଚନ ହୋଇଛି, ଯେଉଁଥିରେ ମତଦାନ ଉତ୍ସାହଜନକ ରହିଛି। ବାରମୁଲ୍ଲା ଲୋକସଭା ଆସନରେ ସର୍ବାଧିକ ମତଦାନ ହୋଇଛି। ସୋମବାର ବାରମୁଲ୍ଲାରେ 59% ମତଦାନ ହୋଇଛି, ଯାହା 1984 ପରଠାରୁ ସର୍ବାଧିକ। କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀ ପିକେ ପଲ୍ ଏହି ସୂଚନା ଦେଇଛନ୍ତି। ଖବର ନମ୍ବର 3 ଆଇଏସ୍ଆଇଏସ୍ର ବଡ଼ ଷଡ଼ଯନ୍ତ୍ର ପଣ୍ଡ। ଭାରତରେ ବଡ଼ ଆକ୍ରମଣ ପାଇଁ ହୋଇଥିଲା ଯୋଜନା। ଅହମ୍ମଦାବାଦ ବିମାନ ବନ୍ଦରରୁ ଧରାପଡ଼ିଥିବା ଆଇଏସ୍ଆଇଏସ୍ର 4 ଜଣ ଆତଙ୍କଙ୍କୁ ଗିରଫ କରି ପଚରା ଉଚରା କରିଛି ଗୁଜରାଟ ଏଟିଏସ୍। ପଚରା ଉଚରାରୁ ସାମ୍ନାକୁ ଆସିଛି ଚାଞ୍ଚଲ୍ୟ କଲା ଭଳି ଖବର। ଏହି 4 ଜଣ ଆତଙ୍କବାଦୀ ଭାରତରେ ଏକ ବଡ଼ ଆତଙ୍କୀ ଆକ୍ରମଣର ଷଡ଼ଯନ୍ତ୍ର ରଚିଥିଲେ। ଗିରଫ ହୋଇଥିବା 4 ଜଣ ଆତଙ୍କବାଦୀ ଶ୍ରୀଲଙ୍କାରୁ ଭାରତକୁ ପ୍ରବେଶ କରିଥିଲେ। ଆଉ ଭାରତରେ ଏକ ବଡ଼ ଆତଙ୍କୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲେ। ଆଉ ଆଇଏସ୍ଆଇଏସ୍ର ସଂଗଠନ ଏହି 4 ଜଣଙ୍କୁ ପାକିସ୍ତାନରୁ ନିୟନ୍ତ୍ରଣ କରୁଥିଲେ। ଏହି 4 ଜଣ ଆତଙ୍କୀ ପାକିସ୍ତାନରୁ ଆସୁଥିବା ନିର୍ଦ୍ଦେଶକୁ ଅପେକ୍ଷା କରିଥିଲେ। ନିର୍ଦ୍ଦେଶ ମିଳିବା ମାତ୍ରେ ଆତଙ୍କବାଦୀମାନେ ଭାରତରେ ଏକ ଆତ୍ମଘାତୀ ଆକ୍ରମଣ କରିଥାନ୍ତେ। ଖବର ନମ୍ବର 4 ଆଜି ଓଡ଼ିଶା ଆସୁଛନ୍ତି ରାମ। 23ରେ ଆସିବେ ଯୋଗୀ ଆଦିତ୍ୟନାଥ ଓ ନଡ୍ଡା। ଓଡ଼ିଶାକୁ ଜାରି ରହିଛି କେନ୍ଦ୍ର ନେତାଙ୍କ ମାରାଥନ ଗସ୍ତ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ପରେ ଆଜି ଓଡ଼ିଶା ଆସୁଛନ୍ତି ରାମାୟଣ ସିରିଏଲର ରାମ। ଅରୁଣ ଗୋବିଲ 4ଟି ସ୍ଥାନରେ କରିବେ ପ୍ରଚାର। ଚମ୍ପୁଆ, ତେଲକୋଇ, ଢେଙ୍କାନାଳ, ବାଲିପାଟଣାରେ କରିବେ ପ୍ରଚାର। 23ରେ ଆସିବେ ଜେପି ନଡ୍ଡା ଓ ଯୋଗୀ ଆଦିତ୍ୟନାଥ। କରଞ୍ଜିଆ, ଧାମଗନର, ବଡ଼ଚଣା, ବାଲିକୁଦାରେ ସଭା କରିବେ ନଡ୍ଡା। ଏହାସହ ଚିଲିକା ଓ ସାଲେପୁରରେ ଜନସଭାରେ ଯୋଗଦେବେ ଯୋଗୀ ଆଦିତ୍ୟନାଥ।